ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋରଡ଼ ପଞ୍ଚାୟତରେ କାଇଁଟୋଳ ଗ୍ରାମର ବଟ ମହାପୁରୁଷ ଗାଦି ପରିସରରେ ଚାରିଟେବୁଲ ଟ୍ରଷ୍ଟ ବଟଶ୍ରୀ ତରଫରୁ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଆଡଭୋକେଟ ଅନୁଷ୍ଠାନ ସଭାପତି ମଞ୍ଜୁଲତା ରାଉତ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଝଙ୍କଟରତ୍ନ ଗୋଲେଖ ବିହାରୀ ପଲାଇ, ମୁଖ୍ୟ ବକ୍ତା ଭାବେ ଅନନ୍ତ କୁମାର ମହାପାତ୍ର, ବରଣ୍ୟ ଅତିଥି ଭାବେ ସୁଭାଷ ଚନ୍ଦ୍ର ରାଉତ ମଧ୍ୟ ଯୋଗ ଦେଇଥିଲେ। ଇତି ଅବସରରେ ଏକ କବିତା ପାଠ ଉତ୍ସବ ଓ ଗ୍ରାମର କୁନି କୁନି କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶିଶୁ ଅନନ୍ତ ଆଶ୍ରମର ଅଧ୍ୟକ୍ଷ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ସାହିତ୍ୟ ଓ ସଂସ୍କୃତି, ଭାଗବତ ଗୀତା ଉପରେ ହୃଦୟସ୍ପର୍ଶୀ ବକ୍ତବ୍ୟ ରଖିଥିଲେ। ଆଦର୍ଶ ପରିବାରର ନାୟକ ହେମନ୍ତ କୁମାର ନାୟକଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାବା ବଳିଆ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ କ୍ରୀଡ଼ାବିତ ପରଶୁରାମ ମାଣିକ, କ୍ରୀଡ଼ାବିତ ଭୁବନ ମୋହନ ଦାସ, ଦୂରଦର୍ଶନ କେନ୍ଦ୍ରର କର୍ମଚାରୀ ପ୍ରଭାତ କୁମାର ପରିଡ଼ା, ସାହିତ୍ୟିକ ସୁଶ୍ରୀ ପାୟଲ ମଣ୍ଡଳ ଓ ସେବା କ୍ଷେତ୍ରରେ ପଙ୍ଗପାଳ ସମାଜସେବୀ ସଂଗଠନ ଶ୍ରୀ ସତ୍ୟ ସାଇ ଯୁବ ସହାୟତା ସଂଗଠନକୁ ସମ୍ମାନିତ ମଧ୍ୟ କରାଯାଇଥିଲା। ମୂଳମନ୍ତ୍ର ହେଉଛି ଆମର ପରମ୍ପରା, ସଂସ୍କାର, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ମୁଁ ଏକ ସୂତ୍ରରେ ବାନ୍ଧିବା ପାଇଁ ତାଙ୍କୁ ସବୁ ମୁଁ ନିଜେ ଶିକ୍ଷା ଦେଇଛି ଏବଂ ମୋ ନାତି ଆଜି ସୁଯୋଗ ପାଇଲାନି, ସେ ମଧ୍ୟ ହନୁମାନ ଚାଳିଶା ଏ ଆମର ଅରୁଣ ବାବୁ ଥିଲେ ସେ ମଞ୍ଚରେ ମଧ୍ୟ ଗାନ କରିଥିଲା। ଆମର ଯେଉଁ ହେଇଥିଲା ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟକ୍ରମ ମଧ୍ୟରେ ସେ ସହ୍ୟ କରିଥିଲା। ଆଉ ଇଏ ନାତି ଦୁଇ ନାତୁଣୀ ମଧ୍ୟ ଏମାନେ ସବୁ ଓଡ଼ିଶୀ ନୃତ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ରଖିଛି। ମୁଁ ତାଙ୍କୁ ସବୁ ପ୍ରକାର ସେ ଇଂରାଜୀ ମିଡ଼ିୟମରେ ପଢ଼ିଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ସହିତ ମୁଁ ତାଙ୍କୁ ଏକଜୁଟ କରି ରଖିଛି। ମୋ ବୋହୂମାନେ ମୋ ଝିଅ ଭଳି, ମୋ ଝିଅ ମଧ୍ୟ ମୋର ସବୁଠୁ ମୋର ତିନିଟି ପିଲା ଯିଏ ଜଗା, ବଳିଆ, ସୁଭଦ୍ରା। ତେଣୁକରି ସେମାନେ ସବୁ ଆଦର୍ଶ ରେ ଅନୁପ୍ରାଣିତ ହେଇକିରି ମୋ ଆଦର୍ଶରେ ଅନୁପ୍ରାଣିତ ହେଇକି ସମସ୍ତେ ଏକା ମନରେ ଅଛନ୍ତି। ତେଣୁକରି ମୋତେ ସେ ବାଧ୍ୟ କରିଗଲେ ନା ଏଇଟା ଯେଉଁ ପ୍ରସ୍ତାବ ଦେଲେ ଏଇଟା ଆପଣଙ୍କ ପରିବାରରୁ ଆରମ୍ଭ ହେବ। ତେଣୁ ମୁଁ ସବୁକୁ ସ୍ୱାଗତ କଲି। ତାଙ୍କର ସବୁ ସଦସ୍ୟମାନେ ମଧ୍ୟ ଆକୁ ସ୍ୱୀକୃତି ଦେଇଥିଲେ। ତେଣୁ ଆଜି ଯାହା ହଉ ବଳିଆ ବାବାଙ୍କ ହାତରୁ ମୁଁ ତାକୁ ଗ୍ରହଣ କରି ମୋ ପରିବାର ସବୁ ଆଜି ଖୁସି ଅଛନ୍ତି। ଆଗକୁ ତ ବହୁତ ଲକ୍ଷ୍ୟ ଅଛି, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯାହା ହେଲେ ବି ଆମେ ଶ୍ରୀପଦ ବଳିଆ ବାବାଙ୍କୁ ଆଣିଥିଲୁ, କାହିଁକିନା ତାଙ୍କ ଇଏରେ ଟିକେ ତାଙ୍କ ଜ୍ଞାନ ଟିକେ ଆହରଣ କଲେ ଆମର ଗ୍ରାମବାସୀ ବୃନ୍ଦ, ଛୋଟ ପିଲା ସେମାନେ କିଛି ଜ୍ଞାନ ଆହରଣ କରିପାରିବେ ବଳିଆଙ୍କ ଠାରୁ। ଆଗକୁ ବହୁତ ପ୍ରୋଗ୍ରାମ କରିବା ପାଇଁ ଉତ୍ସାହିତ ଯେଉଁମାନେ ଯୁବକ ଯୁବତୀ ଅଛନ୍ତି ସେମାନଙ୍କୁ ନେଇ ଏ କାର୍ଯ୍ୟକ୍ରମ କରୁଛୁ। ଆଜି ସୌଭାଗ୍ୟର ଦିନ, ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରୁଛି ବଟଶ୍ରୀ ଚାରିଟେବୁଲ ଟ୍ରଷ୍ଟ। ସମ୍ପାଦିକା ବିଭୂଷିତା ଦାସ ଆଉ ତାଙ୍କର ପତିଦେବ ଆଲୋକ ବାବୁ ବହୁତ ଆୟୋଜନ କରିଥିଲେ। ବଳିଆ ବାବାଙ୍କୁ ଆମନ୍ତ୍ରଣ କରିଥିଲେ। ବଳିଆ ବାବା ଅସୁସ୍ଥତା ସତ୍ତ୍ୱେ ସମ୍ପାଦିକା ମ୍ୟାଡ଼ାମଙ୍କର ନିବେଦନକୁ ଅଗ୍ରାହ୍ୟ କରିପାରିଲେ ନାହିଁ। ଯାହା ହଉ ଆସି ଖୁସିର ଦିନ ଆସି ଯୋଗଦାନ କଲେ। ଆମେମାନେ ବହୁତ ଖୁସି ଅଛୁ। ରଖିଛୁ ମହିଳାମାନେ କେମିତି ସ୍ୱାବଲମ୍ବୀ ହେବେ, ସେମାନେ ଘରେ ବସିକି ବି ସେଲ୍ଫ ଏମ୍ପ୍ଲଏଜ୍ ହେବେ। ପୁରୁଷମାନଙ୍କ ସହିତ କାନ୍ଧ ମିଳେଇ ଘରକୁ ଦୁଇ ପଇସା ରୋଜଗାର କଲେ ଆର୍ଥିକ ସ୍ୱଚ୍ଛଳତା ତାଙ୍କର ହେବ। ମେସିନ୍ ଦେଇଛୁ, ଆଉ ଗ୍ରୋସରୀ ଦୋକାନ ବି ଯେଉଁମାନଙ୍କର ୱିଡୋ ହେଇଯାଉଛନ୍ତି ସେମାନଙ୍କର କିଛି ନାହିଁ, ସେମାନଙ୍କୁ ଛୋଟକାଟିଆ ଦୋକାନ ବି ସବୁ ଦିଆଯାଉଛି, ଚାଷ ସାମଗ୍ରୀ ବି ଦିଆହେଇଛି। ତେଣୁ ମହିଳାମାନଙ୍କ ପାଇଁ ଖାସ୍ କରି ଦୁସ୍ଥ ଅସହାୟମାନଙ୍କ ପାଇଁ ଏ ଚାରିଟେବୁଲ ଟ୍ରଷ୍ଟ ସବୁବେଳେ ସଦା ଜାଗ୍ରତ, ସାହାଯ୍ୟର ହାତ, ସହଯୋଗର ହାତ ବଢ଼ାଉଛି। ହେଉଛି ଚାନ୍ଦା, ସବୁ ହେଉଛି ମନୋବଳ। ଆଉ ମୋର ଗ୍ରାମବାସୀ ମାନର ସମସ୍ତ ସଦସ୍ୟ ଏବଂ ମୋର ଯେତେ ଅଛନ୍ତି ମା ମାନେ ସମସ୍ତଙ୍କର ମିଳିତ ଆନୁକୂଲ୍ୟରେ ଏଇ ବଟଶ୍ରୀ ଆଗକୁ ଚାଲିଛି। ଆଉ ସମସ୍ତ ସେବାମୂଳକ କାର୍ଯ୍ୟକ୍ରମ ଚାଲିଛି, ଆଉ ଆଗକୁ ବି ଚାଲିବ।
ଆଉ ସେଇଟା ଭ୍ରୁକ୍ଷେପ ନକରି ମାଆ ମାନେ ଆମର ସମସ୍ତେ ଚାନ୍ଦା ଆଦାୟ କରିକିରି ଗାଁ ଗାଁ ବୁଲିକିରି ଦୋକାନ ବଜାରରେ ମାଗିକିରି ଆମେ ଯାହା ସବୁ ଚଲେଇଛୁ। ଆଉ ବିଶେଷ କରି ସାହାଯ୍ୟ ମୋତେ କରିଛନ୍ତି ଆମର ଭାଇ କୈଳାସ ଭାଇ। ସିଏ ତାଙ୍କର ଗୋଟେ ଅଧା ଫେଲିଲେ ଆମେ ଅନ୍ୟମାନେ ସମସ୍ତେ ଆଉ ମୋର ମଞ୍ଜୁ ଅପା ଆଉ ମୋର ବଡ଼ ଭଉଣୀ ବସନ୍ତ ଦିଦି ସିଏ ପ୍ରଥମେ ମୋତେ ଏଇ ବଟଶ୍ରୀ ଚାରିଟେବଲ୍ ଟ୍ରଷ୍ଟ କରିବା ପାଇଁ ସେ ଇନ୍ସପାୟାର କରିଥିଲେ। ଆଉ ହେମନ୍ତ ଭାଇ ମୋର ବଡ଼ ଭାଇ ସେ ପ୍ରତି କ୍ଷେତ୍ରରେ ଯେଉଁ ଟାଇମ୍ରେ ଡାକିବ ସାଇକେଲ ଧରିକି ହାଜର ଆଉ ସବୁବେଳେ ସହଯୋଗ ରହିଛି। ତେଣୁ ସମସ୍ତଙ୍କର ସହଯୋଗରେ ଆମର ଏଇ କାର୍ଯ୍ୟକ୍ରମ ଚାଲିଛି। ବ୍ୟୁରୋ ରିପୋର୍ଟ ନ୍ୟୁଜ୍ ପ୍ଲସ୍ ଓଡ଼ିଆ।